ओम नमः शिवाय। कर्पूर गौरम करुणावतारम संसार सारम भुजगेन्द्रहरम सदा वसंतम हृदयारविंदे भवम भवानी सहितम नमामि। प्रिय दर्शक बंधु, आपण कौन जानती कहीं वर्षकर 365 दिन मध्यरु केवल यही गोटे राति समग्र ब्रह्मांडर शक्ति को केन्द्रीभूत करिथाए? काहींकि ଏହି ଦିନ ସ୍ୱୟଂ ମହାକାଳ ନିଜର ଶାନ୍ତ ରୂପ ତ୍ୟାଗ କରି ଏକ ଦିବ୍ୟ ଅଗ୍ନିସ୍ତମ୍ଭ ରୂପରେ ପ୍ରକଟ ହୋଇଥିଲେ? କ'ଣ ସତରେ ଏହା କେବଳ ଏକ ପର୍ବ, ନା ଏହା ପଛରେ ରହିଛି କୌଣସି ଗଭୀର ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ରହସ୍ୟ? ଦର୍ଶକ ବନ୍ଧୁ, ଆଜିର ଏହି ବିଶେଷ ଭିଡ଼ିଓରେ ଆମେ ମହାଶିବରାତ୍ରିର ସେହି ଅକୁହା କଥା ଏବଂ ଶାସ୍ତ୍ରର ଗୁପ୍ତ ରହସ୍ୟ ବିଷୟରେ ଆଲୋଚନା କରିବା, ଯାହା ହୁଏତ ଆପଣ ପୂର୍ବରୁ କେବେ ଶୁଣିନଥିବେ। ଆଜି ଆମେ ଜାଣିବା କାହିଁକି ଶିବରାତ୍ରିରେ ଜଳାଭିଷେକ କରାଯାଏ ଏବଂ କେଉଁ ଭୁଲ କଲେ ଆପଣଙ୍କ ପୂଜା ନିଷ୍ଫଳ ହୋଇପାରେ। ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ, କାରଣ ଶେଷରେ ମୁଁ ଆପଣଙ୍କୁ ଏମିତି ଏକ ଛୋଟ କାମ ବିଷୟରେ କହିବି ଯାହାକୁ କଲେ ଆପଣ ମହାଦେବଙ୍କ ଅପାର କୃପା ଲାଭ କରିପାରିବେ। ଦୟାକରି ଭିଡ଼ିଓଟିକୁ ଲାଇକ୍ କରିଦେବେ ଏବଂ ତଳେ ଦିଆଯାଇଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦେବେ। ମହାଦେବ ଆପଣଙ୍କର ମଙ୍ଗଳ କରିବେ। ତେବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବେ ଦେଖିବା। ମହାଶିବରାତ୍ରି, ଏହି ନାମଟି ଶୁଣିବା ମାତ୍ରେ ମନରେ ଏକ ଦିବ୍ୟ ଶାନ୍ତି ଏବଂ ଭକ୍ତିର ଭାବ ଜାଗ୍ରତ ହୁଏ। କିନ୍ତୁ କ'ଣ ଆପଣ ଜାଣନ୍ତି, ପ୍ରତି ମାସରେ ଗୋଟିଏ ଶିବରାତ୍ରି ପଡ଼ିଥାଏ, ଯାହାକୁ ଆମେ ମାସିକ ଶିବରାତ୍ରି କହିଥାଉ। ତେବେ ଫାଲ୍ଗୁନ ମାସର ଏହି କୃଷ୍ଣପକ୍ଷ ଚତୁର୍ଦ୍ଦଶୀକୁ କାହିଁକି ମହାଶିବରାତ୍ରି କୁହାଯାଏ? ଏହାର ଉତ୍ତର ଆମ ପୁରାଣ ଏବଂ ଶାସ୍ତ୍ରରେ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଶିବ ପୁରାଣ ଅନୁଯାୟୀ ଏହା କେବଳ ଏକ ତିଥି ନୁହେଁ, ବରଂ ଏହା ହେଉଛି ସେହି ସମୟ ଯେତେବେଳେ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଶକ୍ତି ପୃଥିବୀର ସବୁଠାରୁ ନିକଟତର ହୋଇଥାନ୍ତି। ଶାସ୍ତ୍ର କୁହେ, ଏହି ଦିନ ହିଁ ସୃଷ୍ଟିର ଆରମ୍ଭରେ ନିରାକାର ବ୍ରହ୍ମ ସାକାର ରୂପ ଧାରଣ କରି ଏକ ବିଶାଳ ଜ୍ୟୋତିର୍ଲିଙ୍ଗ ଭାବରେ ପ୍ରକଟ ହୋଇଥିଲେ। ଆପଣମାନେ ହୁଏତ ଜାଣିଥିବେ, ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ କିଏ ଶ୍ରେଷ୍ଠ? ସେହି ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ମହାଦେବ ଏକ ଅନନ୍ତ ଅଗ୍ନିସ୍ତମ୍ଭ ଭାବରେ ଉଭା ହୋଇଥିଲେ। ସେହି ଅଗ୍ନିସ୍ତମ୍ଭର ନା ଆଦି ଥିଲା ନା ଅନ୍ତ। ଏହି ଦିବ୍ୟ ଘଟଣା ଯେଉଁ ରାତିରେ ଘଟିଥିଲା, ତାହା ହିଁ ହେଉଛି ମହାଶିବରାତ୍ରି। ଏହା ହେଉଛି ସେହି ରହସ୍ୟମୟ ରାତି ଯେତେବେଳେ ସ୍ୱୟଂ ଶିବ ଏବଂ ଶକ୍ତିଙ୍କର ମିଳନ ଘଟିଥିଲା। କେତେକ ପୁରାଣ ମତରେ ଏହି ଦିନ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହୋଇଥିଲା। ତେଣୁ ଏହି ଦିନଟି ବ୍ରହ୍ମାଣ୍ଡର ପୁରୁଷ ଏବଂ ପ୍ରକୃତିର ମିଳନର ଏକ ମହାପର୍ବ। କିନ୍ତୁ ଏହାର ଆଧ୍ୟାତ୍ମିକ ଦିଗଟି ଆହୁରି ଗଭୀର। ଯଦି ଆମେ ଯୋଗଶାସ୍ତ୍ର ଅନୁଯାୟୀ ଦେଖିବା, ତେବେ ମହାଶିବରାତ୍ରି ଦିନ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରହମାନଙ୍କର ସ୍ଥିତି ଏପରି ରହେ ଯେ ମଣିଷ ଶରୀରରେ ଶକ୍ତି ପ୍ରାକୃତିକ ଭାବରେ ଊର୍ଦ୍ଧ୍ୱଗାମୀ ହୋଇଥାଏ। ଅର୍ଥାତ୍ ଏହି ରାତିରେ ଆପଣଙ୍କ ମେରୁଦଣ୍ଡ ଯଦି ସିଧା ରହେ, ତେବେ ପ୍ରକୃତି ନିଜେ ଆପଣଙ୍କ ଭିତରେ ଥିବା କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଶାସ୍ତ୍ରରେ ଏହି ରାତିରେ ଶୋଇବାକୁ ବାରଣ କରାଯାଇଛି ଏବଂ ଜାଗରଣ ରହିବାର ବିଧାନ ରହିଛି। ଆପଣ କେବେ ଭାବିଛନ୍ତି କି କାହିଁକି ମହାଦେବଙ୍କୁ ଶୂନ୍ୟ ବୋଲି କୁହାଯାଏ? ଶିବରାତ୍ରିର ରହସ୍ୟ ଏହି ଶୂନ୍ୟତା ଭିତରେ ହିଁ ଲୁଚି ରହିଛି। ମହାଦେବ ହେଉଛନ୍ତି ସେହି ପରମ ଶୂନ୍ୟ ଯେଉଁଠାରୁ ସବୁକିଛି ଜନ୍ମ ନିଏ ଏବଂ ଯେଉଁଠି ସବୁକିଛି ଶେଷ ହୋଇଥାଏ। ଏହି ରାତିରେ ଆମେ ଆମର ଅହଙ୍କାରକୁ ବିସର୍ଜନ କରି ସେହି ଶୂନ୍ୟତା ସହ ମିଶିବାର ଏକ ସୁଯୋଗ ପାଇଥାଉ। ଏବେ ଆସନ୍ତୁ ଜାଣିବା ମହାଶିବରାତ୍ରିର ସେହି 5ଟି ଅଜଣା କଥା, ଯାହା ହୁଏତ ଆପଣଙ୍କ ଭକ୍ତିକୁ ଆହୁରି ଦୃଢ଼ କରିଦେବ। ପ୍ରଥମ କଥା ହେଉଛି, ମହାଶିବରାତ୍ରି ହେଉଛି ନିଶିତା କାଳର ପୂଜା। ସାଧାରଣତଃ ଆମେ ଦିନରେ ପୂଜା କରୁ, କିନ୍ତୁ ଶିବରାତ୍ରିରେ ମଧ୍ୟରାତ୍ରିର ସମୟ ଅର୍ଥାତ୍ ନିଶିତା କାଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କୁହାଯାଏ, ଏହି ସମୟରେ ମହାଦେବ ପୃଥିବୀ ଭ୍ରମଣରେ ବାହାରନ୍ତି ଏବଂ ତାଙ୍କର ଦିବ୍ୟ ଶକ୍ତି ସର୍ବାଧିକ ଥାଏ।
ଦ୍ୱିତୀୟ ରହସ୍ୟ ହେଉଛି ଏହି ଦିନ କେବଳ ଶିବଙ୍କ ପୂଜା ନୁହେଁ, ବରଂ ଜୀବ ଏବଂ ଶିବଙ୍କ ଏକତାକୁ ବୁଝିବାର ଦିନ। ମହାଦେବଙ୍କୁ ପଶୁପତିନାଥ କୁହାଯାଏ, ଯାହାର ଅର୍ଥ ହେଉଛି ସେ ଆମ ଭିତରେ ଥିବା ପଶୁତ୍ୱ ବା ଖରାପ ପ୍ରବୃତ୍ତିକୁ ନିୟନ୍ତ୍ରଣ କରନ୍ତି। ତୃତୀୟ ଅଜଣା କଥା ହେଉଛି ବେଲପତ୍ରର ମହତ୍ତ୍ୱ। ଆପଣ ଜାଣନ୍ତି କି ବେଲପତ୍ରର 3ଟି ପତ୍ର ସତ୍ୱ, ରଜ ଏବଂ ତମ ଏହି 3 ଗୁଣର ପ୍ରତୀକ। ଯେତେବେଳେ ଆମେ ମହାଦେବଙ୍କୁ ବେଲପତ୍ର ଅର୍ପଣ କରୁ, ଆମେ ପ୍ରକୃତରେ ଆମର ଏହି 3 ଗୁଣକୁ ତାଙ୍କ ଚରଣରେ ସମର୍ପଣ କରୁ। ଚତୁର୍ଥ ରହସ୍ୟ ହେଉଛି ଏହି ଦିନ ଶିବଲିଙ୍ଗରୁ ବାହାରୁଥିବା ଶକ୍ତି ଏତେ ପ୍ରଖର ଥାଏ ଯେ ତାହାକୁ ଶାନ୍ତ ରଖିବା ପାଇଁ ତାଙ୍କ ଉପରେ କ୍ରମାଗତ ଭାବେ ଜଳାଭିଷେକ କରାଯାଏ। ପଞ୍ଚମ କଥା ହେଉଛି ଶିବରାତ୍ରିରେ ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କଲେ କେବଳ ଶରୀର ନୁହେଁ, ବରଂ ମନର ସମସ୍ତ ବିକାର ଦୂର ହୋଇଥାଏ। ଶିବରାତ୍ରିର ଏହି ଗଭୀର ପ୍ରଭାବକୁ ବୁଝିବା ପାଇଁ ଆମକୁ ଲିଙ୍ଗଭବ କଥାକୁ ଟିକେ ଭଲ ଭାବେ ବୁଝିବାକୁ ହେବ। କୁହାଯାଏ, ଯେତେବେଳେ ସୃଷ୍ଟିର ସର୍ବପ୍ରଥମେ ଅନ୍ଧକାର ଥିଲା, ସେତେବେଳେ ଏକ ଦିବ୍ୟ ଧ୍ୱନି ଶୁଭିଲା, ଓମ୍। ଏହି ଓମ୍କାର ଶବ୍ଦରୁ ହିଁ ଶିବଙ୍କର ଆବିର୍ଭାବ ହୋଇଥିଲା। ଶିବ ହେଉଛନ୍ତି ସେହି କାଳ ଯାହାକୁ କେହି ଅତିକ୍ରମ କରିପାରିବେ ନାହିଁ। ସେଥିପାଇଁ ତାଙ୍କୁ ମହାକାଳ କୁହାଯାଏ। ଏହି ଶିବରାତ୍ରିରେ ଆମେ ସେହି ମହାକାଳଙ୍କୁ ସ୍ମରଣ କରିଥାଉ, ଯିଏ ଆମକୁ ସମୟର ଚକ୍ରରୁ ମୁକ୍ତି ଦେଇ ମୋକ୍ଷ ପ୍ରଦାନ କରିପାରନ୍ତି। ଲୋକମାନେ ପ୍ରାୟତଃ ପ୍ରଚାରନ୍ତି ଶିବ କ'ଣ କେବଳ କ୍ରୋଧର ଦେବତା? ନା, ଶିବ ହେଉଛନ୍ତି ଭୋଳାନାଥ। ସେ ଅତି ଅଳ୍ପରେ ସନ୍ତୁଷ୍ଟ ହୋଇଥାନ୍ତି, କିନ୍ତୁ ତାଙ୍କ ପୂଜାରେ ଶ୍ରଦ୍ଧା ଏବଂ ନିୟମର ମହତ୍ତ୍ୱ ବହୁତ ରହିଛି। ଶିବରାତ୍ରିର ପୂଜା ଅନ୍ୟ ପୂଜାଠାରୁ ଭିନ୍ନ, କାରଣ ଏହା ତ୍ୟାଗ ଏବଂ ସମର୍ପଣର ପୂଜା। ଏହି ଦିନ ଉପବାସ କରିବା ପଛରେ ଏକ ବିରାଟ ରହସ୍ୟ ଅଛି। ଉପବାସର ଅର୍ଥ କେବଳ ଖାଲି ପେଟରେ ରହିବା ନୁହେଁ। ଉପ ମାନେ ନିକଟରେ ଏବଂ ବାସ ମାନେ ରହିବା, ଅର୍ଥାତ୍ ନିଜର ଆତ୍ମା ବା ଶିବଙ୍କ ନିକଟରେ ବାସ କରିବା ହିଁ ପ୍ରକୃତ ଉପବାସ। ଦର୍ଶକ ବନ୍ଧୁ, ଶିବରାତ୍ରିର ପ୍ରତିଟି ମୁହୂର୍ତ୍ତ ଏକ ସୁଯୋଗ। କୁହାଯାଏ, ଯେଉଁ ବ୍ୟକ୍ତି ଏହି ରାତିରେ ସମ୍ପୂର୍ଣ୍ଣ ନିଷ୍ଠାର ସହ ଭଗବାନ ଶିବଙ୍କୁ ମନେ ପକାଏ, ତାଙ୍କର ଜନ୍ମ ଜନ୍ମାନ୍ତର ପାପ କ୍ଷୟ ହୋଇଥାଏ। କିନ୍ତୁ ପ୍ରଶ୍ନ ଉଠେ, ଏହି ଦିନ ମହାଦେବଙ୍କୁ ଜଳାଭିଷେକ କାହିଁକି କରାଯାଏ? କାହିଁକି ଏହି ଜଳଧାରା ତାଙ୍କୁ ଏତେ ପ୍ରିୟ? ଏବଂ ଜଳାଭିଷେକ କରିବା ସମୟରେ ଆମେ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ? ଶାସ୍ତ୍ର ଅନୁଯାୟୀ ଯେତେବେଳେ ସମୁଦ୍ର ମନ୍ଥନରୁ ବିଷ ବାହାରିଥିଲା, ସେତେବେଳେ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ମହାଦେବ ସେହି ହଳାହଳ ବିଷକୁ ପାନ କରିଥିଲେ। ସେହି ବିଷର ଜ୍ୱାଳାରେ ତାଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା ଏବଂ ଶରୀରର ଅତ୍ୟଧିକ ଉତ୍ତାପ ସୃଷ୍ଟି ହୋଇଥିଲା। ଦେବତାମାନେ ସେହି ଉତ୍ତାପକୁ ଶାନ୍ତ କରିବା ପାଇଁ ତାଙ୍କ ଉପରେ ଜଳ ଏବଂ ଗଙ୍ଗାଜଳ ଅର୍ପଣ କରିଥିଲେ। ସେବେଠାରୁ ମହାଦେବଙ୍କୁ ଜଳାଭିଷେକ ପ୍ରିୟ ହୋଇଗଲା। କିନ୍ତୁ ଏହାର ଆଉ ଏକ ଗୂଢ଼ ଅର୍ଥ ମଧ୍ୟ ଅଛି, ଯାହା ଆମ ଜୀବନ ସହ ଜଡ଼ିତ। ଜଳ ହେଉଛି ଶୀତଳତା ଏବଂ ସରଳତାର ପ୍ରତୀକ। ଆମ ମନରେ ଥିବା କ୍ରୋଧ, ଈର୍ଷା ଏବଂ ଅହଙ୍କାରର ନିଆଁକୁ ଶାନ୍ତ କରିବା ପାଇଁ ଶିବଙ୍କୁ ଜଳ ଲାଗି କରାଯାଏ, ଯାହାଦ୍ୱାରା ଆମେ ମଧ୍ୟ ଶିବଙ୍କ ପରି ସ୍ଥିତପ୍ରଜ୍ଞ ଏବଂ ଶାନ୍ତ ହୋଇପାରିବା। ଆଜିର ଏହି ଆଲୋଚନାରେ ଆମେ କେବଳ ଶାସ୍ତ୍ରୀୟ କଥା ନୁହେଁ, ବରଂ ଜୀବନର ସେହି ରହସ୍ୟକୁ ମଧ୍ୟ ଖୋଜିବା ଯାହା ଶିବରାତ୍ରି ଆମକୁ ଶିଖାଇଥାଏ। ଶିବରାତ୍ରି ହେଉଛି ସଚେତନାର ଉତ୍ସବ। ଆମେ ସାରା ବର୍ଷ ଅଜ୍ଞାନତାର ଅନ୍ଧକାରରେ ଶୋଇ ରହିଥାଉ, କିନ୍ତୁ ଶିବରାତ୍ରି ଆମକୁ ଚେତାଇ ଦିଏ ଯେ ଜାଗ୍ରତ ହୁଅ, ତୁମ ଭିତରେ ଥିବା ସେହି ଦିବ୍ୟ ଜ୍ୟୋତିକୁ ଦେଖ। ଶିବ କୌଣସି ଦୂର ଆକାଶରେ ବସିଥିବା ଦେବତା ନୁହନ୍ତି, ସେ ଆପଣଙ୍କର ପ୍ରତିଟି ନିଶ୍ୱାସରେ ଅଛନ୍ତି। ଶିବ ଶବ୍ଦର ଅର୍ଥ ହେଉଛି କଲ୍ୟାଣ। ଯିଏ ସମସ୍ତଙ୍କର କଲ୍ୟାଣ କରନ୍ତି, ସେ ହିଁ ଶିବ। ଏହି ରାତିରେ ସାରା ଦୁନିଆ ଯେତେବେଳେ ଶୋଇଯାଏ, ଜଣେ ଭକ୍ତ ବା ସାଧକ ସେତେବେଳେ ଜାଗ୍ରତ ରହି ନିଜର ଆତ୍ମସମୀକ୍ଷା କରେ। କ'ଣ ମୁଁ ମୋର ଲକ୍ଷ୍ୟ ପଥରେ ଠିକ୍ ଅଛି? କ'ଣ ମୁଁ କାହାର ଅନିଷ୍ଟ କରୁଛି? ଏହିସବୁ ପ୍ରଶ୍ନ ଉତ୍ତର ଆମକୁ ଶିବରାତ୍ରିର ସେହି ନିସ୍ତବ୍ଧ ରାତିରେ ମିଳିଥାଏ। ଏହି ଯାତ୍ରାରେ ଆଗକୁ ବଢ଼ିବା ପୂର୍ବରୁ ଗୋଟିଏ କଥା ମନେ ରଖନ୍ତୁ,
ଶିବରାତ୍ରିରେ କରାଯାଉଥିବା ପୂଜାର ମନ୍ତ୍ରର ଭୂମିକା ବହୁତ ବଡ଼। ଆପଣ ହୁଏତ ବହୁତ ବଡ଼ ଅନୁଷ୍ଠାନ କରିପାରିବେ ନାହିଁ, କିନ୍ତୁ କେବଳ ଓମ୍ ନମଃ ଶିବାୟ ମନ୍ତ୍ରର ଜପ ଆପଣଙ୍କ ଜୀବନ ବଦଳାଇ ଦେଇପାରେ। କୁହାଯାଏ ଏହି ପଞ୍ଚାକ୍ଷରୀ ମନ୍ତ୍ରରେ ପୃଥିବୀର 5ଟି ତତ୍ତ୍ୱ ବିଦ୍ୟମାନ ଅଛି। ଯେତେବେଳେ ଆପଣ ଏହାକୁ ଶିବରାତ୍ରିରେ ଜପ କରନ୍ତି, ଆପଣ ନିଜ ଶରୀରକୁ ବ୍ରହ୍ମାଣ୍ଡ ସହ ଯୋଡ଼ି ଦିଅନ୍ତି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ କ'ଣ କୌଣସି ବିଶେଷ ଦ୍ରବ୍ୟର ଆବଶ୍ୟକତା ଅଛି? ଶାସ୍ତ୍ର କୁହେ ଶିବ କେବଳ ଭକ୍ତିର ଭୋକିଲା। ଏମିତିକି ଅଜାଣତରେ ମଧ୍ୟ ଯଦି କେହି ଏହି ଦିନ ଶିବଙ୍କ ଉପରେ ପାଣି ବୁନ୍ଦେ କିମ୍ବା ବେଲପତ୍ରଟିଏ ପକାଇ ଦିଏ, ତେବେ ତାଙ୍କୁ ଅନନ୍ତ ପୁଣ୍ୟ ପ୍ରାପ୍ତି ହୁଏ। ବ୍ୟାଧର ବା ଶିକାରୀର କାହାଣୀ ତ ଆପଣ ସମସ୍ତେ ଶୁଣିଥିବେ, ଯିଏ ଅଜାଣତରେ ଶିବରାତ୍ରି ଜାଗରଣ କରି ବେଲପତ୍ର ପକାଇ ମୋକ୍ଷ ପାଇଥିଲା। ଏହି କାହାଣୀ ଆମକୁ ଶିଖାଏ ଯେ ମହାଦେବ କେତେ ଦୟାଳୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଜାଣିଶୁଣି ଭୁଲ କରିବା। ଆଜିର ଏହି ଭିଡ଼ିଓରେ ଆମେ ସେହି ସବୁ ଭୁଲ ବିଷୟରେ ମଧ୍ୟ ଆଲୋଚନା କରିବା, ଯାହା ସାଧାରଣତଃ ଶ୍ରଦ୍ଧାଳୁମାନେ କରିଥାନ୍ତି। ମହାଶିବରାତ୍ରିର ସେହି ପ୍ରଥମ ଅଧ୍ୟାୟରେ ଆମେ ଜାଣିଲେ ଯେ ଏହାର ଉତ୍ପତ୍ତି ଏବଂ ମାହାତ୍ମ୍ୟ। ଆଗକୁ ଆମେ ଆହୁରି ଗଭୀରକୁ ଯିବା ଏବଂ ଜାଣିବା କିପରି ଶିବ ପୂଜାର ବିଧି ଆମର ମନସ୍ତତ୍ୱକୁ ପ୍ରଭାବିତ କରେ। କ'ଣ ଆପଣ ଜାଣନ୍ତି ଶିବରାତ୍ରିରେ ବେଲପତ୍ର ଚଢ଼ାଇବାର ସଠିକ୍ ନିୟମ କ'ଣ? କେଉଁ ଦିଗକୁ ମୁହଁ କରି ବସିଲେ ଶୀଘ୍ର ଫଳ ମିଳେ? ଏହିସବୁ ରହସ୍ୟ ଆମେ ଉନ୍ମୋଚନ କରିବା। କିନ୍ତୁ ମନେ ରଖନ୍ତୁ, ଶିବରାତ୍ରି କେବଳ ପାଣି ଚଢ଼ାଇବାର ନାମ ନୁହେଁ, ଏହା ନିଜକୁ ଶିବଙ୍କ ଭଳି ଗଢ଼ିବାର ଏକ ସଂକଳ୍ପ। ଯେତେବେଳେ ଆପଣ ନିଜ ଭିତରେ ଥିବା ବିଷକୁ, ଖରାପ ଚିନ୍ତାକୁ ପିଇଯାଆନ୍ତି ଏବଂ ଅନ୍ୟକୁ ଅମୃତ, ପ୍ରେମ ଏବଂ ସେବା ବାଣ୍ଟନ୍ତି, ସେତେବେଳେ ଆପଣଙ୍କ ଭିତରେ ଶିବଙ୍କର ଅଂଶ ଜାଗ୍ରତ ହୁଏ। ଏହି ଭକ୍ତିମୟ ଯାତ୍ରା ଏବେ ଆରମ୍ଭ ହୋଇଛି ମାତ୍ର। ଆଗକୁ ଆହୁରି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଆପଣଙ୍କ ପାଇଁ ଅପେକ୍ଷା କରିଛି, ଯାହା ଶିବରାତ୍ରି ପ୍ରତି ଆପଣଙ୍କର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଶିବ ଶବ୍ଦରୁ ଶକ୍ତି ଜନ୍ମ ନିଏ ଏବଂ ଶକ୍ତି ବିନା ଶିବ ଅସମ୍ପୂର୍ଣ୍ଣ। ଏହି ରହସ୍ୟମୟ ନିଷିଦ୍ଧ କାଳରେ ଯେତେବେଳେ ଚତୁର୍ଦିଗରେ ଶିବ ନାମର ଗୁଞ୍ଜରଣ ହେଉଥିବ, ସେତେବେଳେ ଆପଣଙ୍କ ହୃଦୟ କିପରି ମହାଦେବଙ୍କ ସହ ସଂଯୋଗ ହୋଇପାରିବ, ତାହା ହିଁ ଆମର ଆଗାମୀ ଆଲୋଚନାର ବିଷୟବସ୍ତୁ। ମହାଦେବଙ୍କର ପ୍ରତିଟି ରୂପ, ତାଙ୍କର ଜଟା, ତାଙ୍କର ତୃତୀୟ ନୟନ, ତାଙ୍କର ଭସ୍ମ ଏବଂ ତାଙ୍କର ଡମ୍ବରୁ, ଏସବୁ ପଛରେ ରହିଛି ବିରାଟ ଜୀବନ ଦର୍ଶନ। ଆମେ ଯେତେବେଳେ ଶିବରାତ୍ରି ପାଳନ କରୁଛୁ, ଆମେ ପ୍ରକୃତରେ ସେହି ବ୍ରହ୍ମାଣ୍ଡର ସଙ୍ଗୀତକୁ ଶୁଣିବାକୁ ଚେଷ୍ଟା କରୁଛୁ, ଯାହା ସ୍ୱୟଂ ଶିବ ନିଜ ଡମ୍ବୁରୁ ମାଧ୍ୟମରେ ବଜାଉଛନ୍ତି। ଏହି ପବିତ୍ର ଅବସରରେ ଆପଣଙ୍କ ମନରେ ଯଦି କୌଣସି ପ୍ରଶ୍ନ ଅଛି, ତେବେ ଭାବନ୍ତୁ ଯେ ଏହା ସେହି ମହାକାଳଙ୍କର ହିଁ ପ୍ରେରଣା। ଆସନ୍ତୁ ଏହି ଭକ୍ତିଭାବରେ ହଜିଯିବା ଏବଂ ମହାଶିବରାତ୍ରିର ଏହି ଆଲୌକିକ ରହସ୍ୟ, ଯେଉଁଠାରେ ଆମେ ଲିଙ୍ଗାଷ୍ଟମଙ୍କର ଶକ୍ତି ଏବଂ ପୂଜାର ସୂକ୍ଷ୍ମ ରହସ୍ୟ ବିଷୟରେ ଜାଣିବା। ଦର୍ଶକ ବନ୍ଧୁ, କ'ଣ ଆପଣ ଜାଣନ୍ତି ଶିବରାତ୍ରିର ସେହି 4ଟି ପ୍ରହରର ପୂଜାରେ ଏମିତି କ'ଣ ରହସ୍ୟ ଲୁଚି ରହିଛି, ଯାହା ଜଣେ ସାଧାରଣ ମଣିଷର ଭାବକୁ ସମ୍ପୂର୍ଣ୍ଣ ବଦଳାଇ ଦେବାର କ୍ଷମତା ରଖେ? କାହିଁକି ଶାସ୍ତ୍ରରେ କୁହାଯାଇଛି ଯେ ଶିବରାତ୍ରିର ପ୍ରତିଟି ପହର ପାଇଁ ଅଲଗା ଅଲଗା ଦ୍ରବ୍ୟର ଅଭିଷେକ କରିବା ଆବଶ୍ୟକ? ପ୍ରଥମରୁ ଆମେ ଶିବରାତ୍ରିର ଆଧ୍ୟାତ୍ମିକ ପୃଷ୍ଠଭୂମି ବିଷୟରେ ଜାଣିଲେ, କିନ୍ତୁ ଏବେ ଆମେ ସେହି ଗୁପ୍ତ ବିଧାନ ଏବଂ ସେହି ସାଧାରଣ ଭୁଲଗୁଡ଼ିକ ବିଷୟରେ ଆଲୋଚନା କରିବା, ଯାହା ଅଜାଣତରେ ଆମ ପୂଜାର ଫଳକୁ ନଷ୍ଟ କରିଦେଇଥାଏ। ଶିବପୁରାଣ ଅନୁଯାୟୀ ମହାଶିବରାତ୍ରିର ରାତିକୁ 4ଟି ଭାଗ ବା ପ୍ରହରରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ପହରରେ ଏକ ନିର୍ଦ୍ଦିଷ୍ଟ ମହତ୍ତ୍ୱ ରହିଛି। ପ୍ରଥମ ପହରର ପୂଜା ସନ୍ଧ୍ୟା ସମୟରେ ଆରମ୍ଭ ହୋଇଥାଏ। ଏହି ସମୟରେ ମହାଦେବଙ୍କୁ ଦୁଗ୍ଧ ବା କ୍ଷୀରରେ ଅଭିଷେକ କରିବାର ବିଧାନ ରହିଛି। ଆପଣ ହୁଏତ ଭାବୁଥିବେ, କେବଳ କ୍ଷୀର କାହିଁକି? ଶାସ୍ତ୍ର କୁହେ କ୍ଷୀର ହେଉଛି ସତ୍ୱଗୁଣର ପ୍ରତୀକ। ପ୍ରଥମ ପହରରେ କ୍ଷୀର ଲାଗି କରିବା ଦ୍ୱାରା ମଣିଷର ମନ ଶାନ୍ତ ହୁଏ ଏବଂ ତାର ଶାରୀରିକ ଆରୋଗ୍ୟ ପ୍ରାପ୍ତି ହୁଏ। ଏହି ସମୟରେ ଋଗ୍ବେଦର ମନ୍ତ୍ର ପାଠ କରିବାର ପରମ୍ପରା ରହିଛି।
ଯେତେବେଳେ ଆପଣ ପ୍ରଥମ ପହରରେ ପୂଜା କରନ୍ତି, ଆପଣ ନିଜର ଆଗାମୀ ସମୟ ପାଇଁ ଏକ ଶୁଦ୍ଧ ଆଧାର ପ୍ରସ୍ତୁତ କରନ୍ତି। ଦ୍ୱିତୀୟ ପ୍ରହରର ପୂଜା ରାତିର ପ୍ରାୟ 9ଟାରୁ 12ଟା ମଧ୍ୟରେ ହୋଇଥାଏ। ଏହି ସମୟରେ ମହାଦେବଙ୍କୁ ଦହିରେ ଅଭିଷେକ କରାଯାଏ। ଦହି ହେଉଛି ସମୃଦ୍ଧି ଏବଂ ସନ୍ତାନ ସୁଖର ପ୍ରତୀକ। କୁହାଯାଏ, ଯେଉଁମାନଙ୍କ ପରିବାରରେ ଅଶାନ୍ତି ରହିଥାଏ କିମ୍ବା ବଂଶବୃଦ୍ଧିରେ ବାଧା ଉପୁଜିଥାଏ, ସେମାନଙ୍କ ପାଇଁ ଦ୍ୱିତୀୟ ପହରର ପୂଜା ଅତ୍ୟନ୍ତ ଫଳଦାୟକ। ଏହି ସମୟରେ ଯଜୁର୍ବେଦର ମନ୍ତ୍ର ଗୁଞ୍ଜରିତ ହୋଇଥାଏ। ଚିନ୍ତା କରନ୍ତୁ, ସେହି ନିଶବ୍ଦ ରାତିରେ ଯେତେବେଳେ ସାରା ବିଶ୍ୱ ନିଦ୍ରାଭିଭୂତ, ସେତେବେଳେ ଆପଣଙ୍କର ଏହି ଭକ୍ତିପୂତ ସେବା ମହାଦେବଙ୍କୁ କେତେ ପ୍ରସନ୍ନ କରୁଥିବ। ତୃତୀୟ ପହର, ଯାହାକୁ ଆମେ ନିଶିତ କାଳ ବୋଲି ମଧ୍ୟ କହିଥାଉ, ତାହା ରାତି 12ଟାରୁ 3ଟା ମଧ୍ୟରେ ଆସିଥାଏ। ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସମୟ। ଏହି ସମୟରେ ମହାଦେବଙ୍କୁ ଶୁଦ୍ଧ ଗୁଆ ଘିଅରେ ଅଭିଷେକ କରାଯାଏ। ଘିଅ ହେଉଛି ତେଜ ଏବଂ ଜ୍ଞାନର ପ୍ରତୀକ। ଯେଉଁମାନେ ଆଧ୍ୟାତ୍ମିକ ସିଦ୍ଧି ଚାହାନ୍ତି କିମ୍ବା ନିଜର ଅଜ୍ଞାନତାକୁ ଦୂର କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏହି ସମୟଟି ବହୁତ ଖାସ୍। ଏହି ସମୟରେ ସାମବେଦର ସୁର ଲହରୀରେ ବ୍ରହ୍ମାଣ୍ଡ କମ୍ପରିତ ହୁଏ। ଏହା ହିଁ ସେହି ସମୟ ଯେତେବେଳେ ଆପଣଙ୍କ ପ୍ରାର୍ଥନା ସିଧାସଳଖ ଶିବଙ୍କ ଚରଣରେ ପହଞ୍ଚିଥାଏ। ଶେଷ ବା ଚତୁର୍ଥ ପହର ହେଉଛି ଭୋର 3ଟାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ। ଏହି ସମୟରେ ମହୁ କିମ୍ବା ଗୁଡ଼ ପାଣିରେ ଅଭିଷେକ କରାଯାଏ। ମହୁ ହେଉଛି ମିଠା ଏବଂ ପ୍ରେମର ପ୍ରତୀକ। ଏହା କରିବା ଦ୍ୱାରା ମଣିଷର ବାଣୀ ମଧୁର ହୁଏ ଏବଂ ଜୀବନର ସମସ୍ତ କଠିନତା ଦୂର ହୋଇଯାଏ। ଏହି ସମୟରେ ଅଥର୍ବ ବେଦର ପାଠ କରାଯାଏ। ଏହି 4ଟି ପ୍ରହରର ପୂଜା ସମାପ୍ତ ହେବା ପରେ ଯେତେବେଳେ ଜଣେ ଭକ୍ତ ଶିବଙ୍କ ଆରତି କରେ, ସେତେବେଳେ ତାର ଆତ୍ମା ଏକ ଆଲୌକିକ ଆନନ୍ଦରେ ଭରିଯାଏ। ଏବେ ଆସନ୍ତୁ ଜାଣିବା ସେହି 5ଟି ମାରାତ୍ମକ ଭୁଲ ବିଷୟରେ, ଯାହା ଶିବରାତ୍ରି ପୂଜା ସମୟରେ ଭୁଲରେ ବି କରିବା ଉଚିତ ନୁହେଁ। ଅନେକ ସମୟରେ ଆମେ ଭକ୍ତିରେ ଏତେ ମଜି ଯାଉ ଯେ ଶାସ୍ତ୍ରର କିଛି ନିୟମକୁ ଭୁଲି ଯାଉ। ପ୍ରଥମ ଭୁଲ ହେଉଛି କେତକୀ ଫୁଲର ବ୍ୟବହାର। ଆପଣ ଜାଣନ୍ତି କି ମହାଦେବଙ୍କ ପୂଜାରେ କେତକୀ ଫୁଲ ସମ୍ପୂର୍ଣ୍ଣ ବର୍ଜିତ? ପୁରାଣ ଅନୁଯାୟୀ ଏକଦା କେତକୀ ଫୁଲ ବ୍ରହ୍ମାଙ୍କର ଏକ ମିଥ୍ୟା ସାକ୍ଷ୍ୟ ଦେଇଥିଲା, ଯେଉଁଥିପାଇଁ କ୍ରୋଧିତ ହୋଇ ଶିବ ତାଙ୍କୁ ଅଭିଶାପ ଦେଇଥିଲେ ଯେ ସେ କେବେ ବି ତାଙ୍କ ପୂଜାରେ ବ୍ୟବହାର ହେବେ ନାହିଁ। ତେଣୁ ଶିବରାତ୍ରିରେ ଭୁଲରେ ବି କେତକୀ ଫୁଲ ଚଢ଼ାନ୍ତୁ ନାହିଁ। ଦ୍ୱିତୀୟ ଭୁଲ ହେଉଛି ତୁଳସୀ ପତ୍ର ଅର୍ପଣ କରିବା। ଭଗବାନ ବିଷ୍ଣୁଙ୍କ ପାଇଁ ତୁଳସୀ ଅତି ପ୍ରିୟ ହୋଇଥିବା ବେଳେ ଶିବଙ୍କ ପୂଜାରେ ଏହା ନିଷେଧ। ଏହାର କାରଣ ହେଉଛି ଜଳନ୍ଧର ନାମକ ଅସୁରର ବଧ। ଜଳନ୍ଧରର ପତ୍ନୀ ବୃନ୍ଦା ତୁଳସୀଙ୍କ ସତୀତ୍ୱ ଯୋଗୁଁ ଜଳନ୍ଧର ଅଜେୟ ଥିଲା। ଯେତେବେଳେ ମହାଦେବ ତାର ବଧ କଲେ, ସେବେଠାରୁ ତୁଳସୀ ଶିବଙ୍କ ପୂଜାରେ ଗ୍ରହଣୀୟ ହୁଅନ୍ତି ନାହିଁ। ତୃତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିବଲିଙ୍ଗର ପରିକ୍ରମା। ଆପଣ ହୁଏତ ମନ୍ଦିରରେ ପରିକ୍ରମା କରୁଥିବେ, କିନ୍ତୁ ମନେ ରଖନ୍ତୁ, ଶିବଲିଙ୍ଗର କେବେ ବି ପୁଣ୍ୟ ପରିକ୍ରମା କରାଯାଏ ନାହିଁ। ଶିବଲିଙ୍ଗରୁ ବାହାରୁଥିବା ଜଳଧାରା ବା ସମସ୍ରୁତକୁ କେବେ ବି ଡେଇଁବା ଉଚିତ ନୁହେଁ। ଏହାକୁ ଅତ୍ୟନ୍ତ ଅଶୁଭ ମନାଯାଏ। ଆପଣ ଅଧା ପରିକ୍ରମା କରି ପୁଣି ଫେରି ଆସିବା ଉଚିତ। ଏହା ହେଉଛି ଶାସ୍ତ୍ରର ବିଧାନ। ଚତୁର୍ଥ ଭୁଲ ହେଉଛି କୁକୁମ୍ବ କିମ୍ବା ସିନ୍ଦୁରର ବ୍ୟବହାର। ଶିବ ହେଉଛନ୍ତି ଜଣେ ବୈରାଗୀ। କୁକୁମ୍ବ କିମ୍ବା ସିନ୍ଦୁର ସୌଭାଗ୍ୟ ଏବଂ ଶୃଙ୍ଗାରର ପ୍ରତୀକ, ଯାହା ମାତା ପାର୍ବତୀଙ୍କୁ ପ୍ରିୟ। କିନ୍ତୁ ଶିବଲିଙ୍ଗରେ କେବଳ ଚନ୍ଦନ କିମ୍ବା ଭସ୍ମ ଲଗାଇବା ଉଚିତ। ଭସ୍ମ ହିଁ ଶିବଙ୍କର ପ୍ରକୃତ ଶୃଙ୍ଗାର। ଏହା ଆମକୁ ମନେ ପକାଇ ଦିଏ ଯେ ଦିନେ ଏହି ସୁନ୍ଦର ଶରୀର ମାଟିରେ ମିଶିଯିବ, ତେଣୁ ଅହଙ୍କାର ତ୍ୟାଗ କରିବା ଉଚିତ। ପଞ୍ଚମ ଭୁଲ ହେଉଛି ଖଣ୍ଡିତ ବେଲପତ୍ର ଚଢ଼ାଇବା। ବେଲପତ୍ର ଅର୍ପଣ କରିବା ସମୟରେ ଭଲ ଭାବେ ଦେଖନ୍ତୁ ଯେ ସେଥିରେ କୌଣସି ଛିଦ୍ର ନାହିଁ ତ, କିମ୍ବା ତାହା କୌଣସି ଜାଗାରୁ ଚିରି ଯାଇ ନାହିଁ ତ। ଖଣ୍ଡିତ ବେଲପତ୍ର ପୂଜାରେ ଗ୍ରହଣ କରାଯାଏ ନାହିଁ। ଶାସ୍ତ୍ର କୁହେ ତ୍ରିଦଳମ୍ ତ୍ରିଗୁଣାକାରମ୍, ଅର୍ଥାତ୍ ବେଲପତ୍ରର 3ଟି ଯାକ ପତ୍ର ଅକ୍ଷତ ରହିବା ଜରୁରୀ। ଏହା ସହ ବେଲପତ୍ରର ଚିକଣ ପାର୍ଶ୍ୱକୁ ହିଁ ଶିବଲିଙ୍ଗ ଉପରେ ରଖିବା ଉଚିତ।
ଏବେ ଚିନ୍ତା କରନ୍ତୁ, କାହିଁକି ମହାଦେବଙ୍କୁ ଅକନ୍ଦ ଫୁଲ ବା ଧୁତୁରା ଏତେ ପ୍ରିୟ? ସମଗ୍ର ସୃଷ୍ଟି ଯେଉଁ ଜିନିଷକୁ ଫିଙ୍ଗି ଦିଏ କିମ୍ବା ଯେଉଁ ଜିନିଷକୁ ବିଷାକ୍ତ କୁହାଯାଏ, ମହାଦେବ ତାକୁ ଆନନ୍ଦରେ ଗ୍ରହଣ କରନ୍ତି। ଏହା ହିଁ ତାଙ୍କର ମହାନତା। ସେ ଆମକୁ ଶିଖାନ୍ତି ଯେ ଏହି ଦୁନିଆରେ କେହି ହେୟ ନୁହନ୍ତି। ଯେଉଁ ଧୁତୁରା ଫଳକୁ କେହି ଛୁଅନ୍ତି ନାହିଁ, ସେଥିରେ ମଧ୍ୟ ମହାଦେବଙ୍କର ବାସ ଥାଏ। ଏହି ଶିବରାତ୍ରିରେ ଆମେ ଯେତେବେଳେ ଏହିସବୁ ଜିନିଷ ଅର୍ପଣ କରୁ, ଆମେ ପ୍ରକୃତରେ ଆମ ଭିତରେ ଥିବା ସମସ୍ତ ବିଷକ୍ତ ଚିନ୍ତାଧାରାକୁ ତାଙ୍କ ପାଖରେ ସମର୍ପଣ କରିଥାଉ। ବ୍ରହ୍ମ ମୁରାରୀ ସୁରାଚିର୍ତ୍ତଲିଙ୍ଗମ ନିର୍ମଳ ଭାସିତ ଶୋଭିତଲିଙ୍ଗମ ଜନ୍ମଜ ଦୁଃଖ ବିନାଶକଲିଙ୍ଗମ ତତ୍ ପ୍ರಣମାମି ସଦାଶିବଲିଙ୍ଗମ। ମହାଶିବରାତ୍ରିର ଆଉ ଏକ ରହସ୍ୟ ହେଉଛି ଲିଙ୍ଗାଷ୍ଟକମ୍। ଆପଣ ଯଦି ପୂଜା ସମୟରେ ଏହି ସ୍ରୋତର ପାଠ କରନ୍ତି, ତେବେ ଏହାର ପ୍ରତିଟି ଶବ୍ଦ ଆପଣଙ୍କ ଚାରିପାଖରେ ଏକ ସୁରକ୍ଷା କବଚ ତିଆରି କରିଥାଏ। ଶିବଲିଙ୍ଗ ହେଉଛି ଶକ୍ତିର ଏକ ବିରାଟ ପିଣ୍ଡ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଶିବଲିଙ୍ଗର ଆକୃତି ଏକ ନ୍ୟୁକ୍ଲିୟର ରିଆକ୍ଟର ପରି, ଯେଉଁଥିରୁ କ୍ରମାଗତ ଭାବେ ଶକ୍ତି ନିର୍ଗତ ହୁଏ। ସେଥିପାଇଁ ତାଙ୍କ ଉପରେ ଜଳଧାରା ରଖାଯାଏ, ଯାହାଦ୍ୱାରା ସେହି ଶକ୍ତି ନିୟନ୍ତ୍ରିତ ହୋଇ ରହିବ। ଯେତେବେଳେ ଆମେ ସେହି ଶକ୍ତି କେନ୍ଦ୍ର ନିକଟରେ ବସି ମନ୍ତ୍ର ଜପ କରୁ, ଆମର ମସ୍ତିଷ୍କର କୋଷଗୁଡ଼ିକ ସକ୍ରିୟ ହୋଇ ଉଠନ୍ତି। ଏହି ଶିବରାତ୍ରିରେ ଆପଣ ନିଜ ମନରେ ଗୋଟିଏ କଥା ସ୍ପଷ୍ଟ କରିଦିଅନ୍ତୁ, ପୂଜା କେବଳ ଏକ କର୍ମକାଣ୍ଡ ନୁହେଁ, ଏହା ହେଉଛି ସୃଷ୍ଟିକର୍ତ୍ତାଙ୍କ ସହ ଏକ ଆନ୍ତରିକ ସମ୍ପର୍କ। ଯଦି ଆପଣ ଉପବାସ ରହିଛନ୍ତି, ତେବେ କେବଳ ଖାଦ୍ୟ ତ୍ୟାଗ କରନ୍ତୁ ନାହିଁ, ବରଂ ମିଥ୍ୟା କହିବା, କ୍ରୋଧ କରିବା ଏବଂ ଅନ୍ୟର ନିନ୍ଦା କରିବା ମଧ୍ୟ ତ୍ୟାଗ କରନ୍ତୁ। ତେବେ ଯାଇ ଆପଣଙ୍କର ଏହି ମହାଶିବରାତ୍ରି ସାର୍ଥକ ହେବ। ଆପଣ ହୁଏତ ଶୁଣିଥିବେ, ଶିବଙ୍କର ତୃତୀୟ ନୟନ ଖୋଲିଲେ ସବୁକିଛି ଭସ୍ମ ହୋଇଯାଏ। କିନ୍ତୁ ଏହାର ପ୍ରକୃତ ରହସ୍ୟ କ'ଣ ଜାଣନ୍ତି? ତୃତୀୟ ନୟନ ହେଉଛି ଆମ ଭିତରେ ଥିବା ଜ୍ଞାନଚକ୍ଷୁ। ଯେତେବେଳେ ଆମ ଭିତରେ ଜ୍ଞାନର ଉଦୟ ହୁଏ, ଆମର ଅଜ୍ଞାନତା ଏବଂ ମୋହମାୟା ଭସ୍ମ ହୋଇଯାଏ। ଏହି ଶିବରାତ୍ରି ରାତିରେ ମହାଦେବ ପ୍ରତ୍ୟେକ ଭକ୍ତଙ୍କୁ ଏହି ସୁଯୋଗ ଦିଅନ୍ତି ଯେ ସେମାନେ ନିଜର ତୃତୀୟ ନୟନକୁ ଜାଗ୍ରତ କରିପାରିବେ। ଦର୍ଶକ ବନ୍ଧୁ, ଆମେ ଜାଣିବା ସେହି ବିଶେଷ ଛୋଟ କାମ ବିଷୟରେ, ଯାହାକୁ କଲେ ଆପଣଙ୍କର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହୋଇପାରିବ। ଶାସ୍ତ୍ରରେ ଏମିତି କିଛି ଗୁପ୍ତ ଉପାୟ ବର୍ଣ୍ଣନା କରାଯାଇଛି, ଯାହା କେବଳ ମହାଶିବରାତ୍ରି ଦିନ ହିଁ କରାଯାଏ। କ'ଣ ସେହି ଉପାୟ ଏବଂ କିପରି ଆପଣ ମହାଦେବଙ୍କ ଅପାର କୃପା ଲାଭ କରି ନିଜ ଜୀବନକୁ ଧନ୍ୟ କରିପାରିବେ? ଶିବରାତ୍ରିର ସେହି ରହସ୍ୟମୟ ଦିଗକୁ ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ମନେ ରଖନ୍ତୁ, ଶିବରାତ୍ରିର ରାତି ବହୁତ ଛୋଟ, କିନ୍ତୁ ଏହାର ମହତ୍ତ୍ୱ ବହୁତ ବଡ଼। ଯଦି ଆପଣ ଏବେ ବି ଭାବୁଛନ୍ତି ଯେ କେବଳ ମନ୍ଦିର ଯାଇ ପାଣି ଚଢ଼ାଇ ଦେଲେ ପୂଜା ସରିଗଲା, ତେବେ ଆପଣ ବହୁତ ବଡ଼ ରହସ୍ୟକୁ ମିସ୍ କରୁଛନ୍ତି। ସେହି ରହସ୍ୟକୁ ଜାଣିବା ପାଇଁ ଆସନ୍ତୁ ଆମେ ଏହି ଭକ୍ତିମୟ ଯାତ୍ରାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟକୁ ବଢ଼ିବା। କାହିଁକି ଶିବରାତ୍ରିର ପରଦିନ ଦାନର ଏତେ ମହତ୍ତ୍ୱ ଅଛି? କାହିଁକି କୁହାଯାଏ ଯେ ଶିବରାତ୍ରିରେ କରାଯାଇଥିବା ସଂକଳ୍ପ କେବେ ବିଫଳ ହୁଏ ନାହିଁ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ, ଆପଣ ନିଜ ଘରେ ରହି କିପରି ମହାଦେବଙ୍କ ସେହି ଦିବ୍ୟ ଶକ୍ତିକୁ ଅନୁଭବ କରିପାରିବେ? ଏସବୁର ଉତ୍ତର ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ସେ ପର୍ଯ୍ୟନ୍ତ ନିଜ ମନରେ ଓମ୍ ନମଃ ଶିବାୟ ମନ୍ତ୍ରର ଜପ ଜାରି ରଖନ୍ତୁ ଏବଂ ନିଜକୁ ସେହି ମହାକାଳଙ୍କ ଚରଣରେ ସମର୍ପିତ ଦିଅନ୍ତୁ। ମହାଶିବରାତ୍ରିରେ ସେହି ରହସ୍ୟମୟ କଥା ଆପଣଙ୍କ ଭିତରେ ଥିବା ଶିବଙ୍କୁ ଜାଗ୍ରତ କରୁ, ଏହା ହିଁ ଆମର କାମନା। ଆପଣଙ୍କ ପାଇଁ ଏକ ପ୍ରଶ୍ନ, ଆପଣ ଜାଣନ୍ତି କି ଶିବଲିଙ୍ଗ ଉପରେ ଚଢ଼ାଯାଇଥିବା ପ୍ରସାଦକୁ ସାଧାରଣ ଲୋକେ ଖାଇପାରିବେ କି ନାହିଁ? ଏହାର ଉତ୍ତର ହୁଏତ ଆପଣଙ୍କୁ ଚକିତ କରିଦେଇପାରେ। ଏହି ବିଷୟରେ ଏବଂ ଆହୁରି ଅନେକ ରୋମାଞ୍ଚକର ତଥ୍ୟ ପାଇଁ ଚାଲନ୍ତୁ ଭିଡ଼ିଓର ଏହି ଶେଷ ପର୍ଯ୍ୟାୟକୁ। ପ୍ରିୟ ଦର୍ଶକ ବନ୍ଧୁ, ଶାସ୍ତ୍ର ଅନୁଯାୟୀ ଶିବଲିଙ୍ଗର ଚଣ୍ଡ ଅଂଶକୁ ସାଧାରଣ ଲୋକେ ଗ୍ରହଣ କରିବା ନିଷେଧ। କୁହାଯାଏ, ଭଗବାନ ଶିବଙ୍କ ମୁଖରୁ ଚଣ୍ଡ ନାମକ ଏକ ଗଣ ସୃଷ୍ଟି ହୋଇଥିଲେ, ଯିଏ ଶିବଲିଙ୍ଗ ଉପରେ ଅର୍ପିତ ନୈବେଦ୍ୟର ଅଧିକାରୀ।
କିନ୍ତୁ ଏଠାରେ ଏକ ରହସ୍ୟ ରହିଛି। ଯଦି ଶିବଲିଙ୍ଗ ସହିତ ଶାଳଗ୍ରାମ ସ୍ଥାପିତ ହୋଇଥାଏ କିମ୍ବା ଶିବଲିଙ୍ଗଟି ଯଦି ଧାତୁ, ସ୍ଫଟିକ କିମ୍ବା ପାରଦରେ ନିର୍ମିତ ହୋଇଥାଏ, ତେବେ ସେହି ପ୍ରସାଦ ସମସ୍ତେ ଗ୍ରହଣ କରିପାରିବେ। ଏପରିକି ସ୍ୱୟଂ ଭୂଲିଙ୍ଗ ବା ଜ୍ୟୋତିର୍ଲିଙ୍ଗ ଉପରେ ଚଢ଼ାଯାଇଥିବା ପ୍ରସାଦ ସେବନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ। ତେଣୁ ଭକ୍ତି ମନରେ ପ୍ରସାଦ ଗ୍ରହଣ କରିବା ପୂର୍ବରୁ ଏହି ସୂକ୍ଷ୍ମ ରହସ୍ୟକୁ ଜାଣିବା ନିହାତି ଆବଶ୍ୟକ। ଏବେ ଆସନ୍ତୁ ସେହି ସବୁଠାରୁ ବଡ଼ ରହସ୍ୟ ବିଷୟରେ ଜାଣିବା, ଯାହା ପାଇଁ ଆପଣ ଏହି ଭିଡ଼ିଓଟି ଦେଖୁଛନ୍ତି। ସେହି ଛୋଟ କାମଟି କ'ଣ, ଯାହାକୁ କଲେ ଆପଣଙ୍କ ଉପରେ ମହାଦେବଙ୍କ ଅପାର କୃପା ବର୍ଷିବ? ଶିବପୁରାଣ ଏବଂ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ମହାଶିବରାତ୍ରି ଦିନ ଯଦି ଆପଣ କିଛି କରିପାରୁନାହାନ୍ତି, ତେବେ କେବଳ ଗୋଟିଏ କାମ ନିଶ୍ଚୟ କରନ୍ତୁ। ସନ୍ଧ୍ୟା ସମୟରେ ବେଲଗଛ ମୂଳେ ଏକ ଘିଅ ଦୀପ ଜାଳନ୍ତୁ। କୁହାଯାଏ ବେଲଗଛର ମୂଳରେ ସ୍ୱୟଂ ମହାଦେବ ବାସ କରନ୍ତି ଏବଂ ସେହି ସମୟରେ ସେଠାରେ ଦୀପଦାନ କଲେ ଜୀବନର ସମସ୍ତ ଅନ୍ଧକାର ଦୂର ହୋଇଯାଏ। ଆଉ ଏକ ବିଶେଷ କାମ ହେଉଛି ମହାଶିବରାତ୍ରି ଦିନ କଳା ରାଶି ମିଶ୍ରିତ ଜଳରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ। ଏହାଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ଆସୁଥିବା ଆକସ୍ମିକ ବିପଦ ଟଳିଯାଏ। ଶିବରାତ୍ରିର ରହସ୍ୟ କେବଳ ବାହ୍ୟ ପୂଜାରେ ସୀମିତ ନୁହେଁ। ଆପଣ ଜାଣନ୍ତି କି ମହାଶିବରାତ୍ରିର ରାତିକୁ ସିଦ୍ଧିରାତ୍ରି କୁହାଯାଏ? ଯଦି ଆପଣଙ୍କର କୌଣସି ମନସ୍କାମନା ବହୁଦିନ ଧରି ପୂରଣ ହେଉନାହିଁ, ତେବେ ଏହି ରାତିରେ ମହାଦେବଙ୍କ ସମ୍ମୁଖରେ ବସି ଶିବ ପଞ୍ଚାକ୍ଷର ସ୍ତୋତ୍ର କିମ୍ବା ଦାରିଦ୍ର୍ୟ ଦହନ ସ୍ତୋତ୍ର 11 ଥର ପାଠ କରନ୍ତୁ। ଏହାର ପ୍ରଭାବ ଏତେ ପ୍ରଖର ଯେ ଆପଣଙ୍କ ଭାଗ୍ୟର ବନ୍ଦ କବାଟ ଖୋଲିଯିବ। କିନ୍ତୁ ମନେ ରଖନ୍ତୁ, ଏହି ସବୁ କାମ କରିବା ସମୟରେ ଆପଣଙ୍କ ମନରେ କୌଣସି ଦ୍ୱେଷ ବା ଅହଙ୍କାର ରହିବା ଉଚିତ ନୁହେଁ। ଶିବ ହେଉଛନ୍ତି ଭୋଳାନାଥ। ସେ ଆପଣଙ୍କ ଧନ ସମ୍ପତ୍ତି ଦେଖନ୍ତି ନାହିଁ, ସେ କେବଳ ଆପଣଙ୍କ ଭାବକୁ ଦେଖନ୍ତି। ଏବେ ଆସନ୍ତୁ ଆଲୋଚନା କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ, ଶିବରାତ୍ରି ବ୍ରତର ପାରଣ। ଅନେକ ଲୋକ ସାରା ରାତି ଜାଗରଣ କରନ୍ତି, ପୂଜା କରନ୍ତି, କିନ୍ତୁ ଶେଷରେ ପାରଣ କରିବା ସମୟରେ ଭୁଲ କରି ବସନ୍ତି। ଶାସ୍ତ୍ର ଅନୁଯାୟୀ ଶିବରାତ୍ରି ବ୍ରତର ପାରଣ ଚତୁର୍ଦ୍ଦଶୀ ତିଥି ଶେଷ ହେବା ପୂର୍ବରୁ କିମ୍ବା ସୂର୍ଯ୍ୟୋଦୟ ପରେ କରିବା ଉଚିତ। ପାରଣ ସମୟରେ ସର୍ବପ୍ରଥମେ ମହାଦେବଙ୍କୁ ଅର୍ପଣ କରାଯାଇଥିବା ଜଳ କିମ୍ବା ପ୍ରସାଦ ସେବନ କରି ବ୍ରତ ଭାଙ୍ଗିବା ଉଚିତ। ଏହି ଦିନ ପାରଣ ପରେ ବ୍ରାହ୍ମଣ ବା ଗରିବ ଲୋକଙ୍କୁ ଅନ୍ନ କିମ୍ବା ବସ୍ତ୍ର ଦାନ କଲେ ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇଥାଏ। ମହାଶିବରାତ୍ରିର ଆଉ ଏକ ଗୁପ୍ତ ରହସ୍ୟ ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ରର ଶକ୍ତି। ଯଦି ଆପଣ କୌଣସି ଅସାଧ୍ୟ ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ମନରେ ଅହେତୁକ ଭୟ ରହୁଛି, ତେବେ ଏହି ରାତିରେ ମହାଦେବଙ୍କ ଅଭିଷେକ ସମୟରେ ଏହି ମନ୍ତ୍ର ଜପ କରନ୍ତୁ। ମନ୍ତ୍ରଟି ହେଉଛି ଓಂ ତ୍ରୟମ୍ବକଂ ଯଜାମହେ ସୁଗନ୍ଧି ପୁଷ୍ଟିବର୍ଧନମ୍ ଉର୍ବାରୁକମେବ ବନ୍ଧନାତ୍ ମୃତ୍ୟୁର୍ମୁଖ୍ୟ ମାମୃତାତ୍। ଏହି ମନ୍ତ୍ରର ପ୍ରତିଟି ଶବ୍ଦ ଆପଣଙ୍କ ଶରୀରର କୋଷଗୁଡ଼ିକୁ ଶୁଦ୍ଧ କରିଥାଏ। ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ମନ୍ତ୍ରର କମ୍ପନ ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଶିବରାତ୍ରିରେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଏହାର ପ୍ରଭାବ 1000 ଗୁଣ ଅଧିକ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣ କେବେ ଭାବିଛନ୍ତି କି କାହିଁକି ମହାଦେବଙ୍କ ଶରୀରରେ ସାପ ଗୋଡ଼େଇ ହୋଇ ରହିଥାନ୍ତି? ଏହାର ଅର୍ଥ ହେଉଛି ଶିବ ସୃଷ୍ଟିର ସବୁଠାରୁ ଭୟଙ୍କର ଜନ୍ତୁକୁ ମଧ୍ୟ ନିଜ ଗଳାରେ ସ୍ଥାନ ଦେଇଛନ୍ତି। ଏହା ଆମକୁ ଶିଖାଏ ଯେ ପ୍ରକୃତିର ପ୍ରତିଟି ଜୀବ ସମାନ ଏବଂ ସମ୍ମାନଜନକ। ଶିବରାତ୍ରିରେ ଯେତେବେଳେ ଆମେ ତାଙ୍କ ପୂଜା କରୁ, ଆମେ ପ୍ରକୃତରେ ପ୍ରକୃତି ସହ ନିଜକୁ ଯୋଡ଼ିଥାଉ। ଶିବ କୌଣସି ପ୍ରସାଦରେ ରୁହନ୍ତି ନାହିଁ, ସେ ରୁହନ୍ତି ଶ୍ମଶାନରେ କିମ୍ବା କୈଳାସ ପର୍ବତରେ। ଏହା ଆମକୁ ସଂସାରର ନଶ୍ୱରତା ବିଷୟରେ ମନେ ପକାଇ ଦିଏ। ସେଥିପାଇଁ ଶିବରାତ୍ରିରେ ଭକ୍ତମାନେ ଶ୍ମଶାନର ଭସ୍ମରେ ନିଜ କପାଳରେ ତିଲକ ଲଗାନ୍ତି, ଯାହା ମୋକ୍ଷର ପ୍ରତୀକ। ଏହି ରହସ୍ୟମୟ ରାତିରେ ଆଉ ଏକ ବିଶେଷ କଥା ମନେ ରଖନ୍ତୁ। ମହାଦେବଙ୍କୁ ନଟରାଜ କୁହାଯାଏ। ସେ ନୃତ୍ୟର ଦେବତା। କୁହାଯାଏ ଶିବରାତ୍ରି ରାତିରେ ମହାଦେବ ତାଣ୍ଡବ ଏବଂ ଲାସ୍ୟ ନୃତ୍ୟରେ ସମ୍ମିଳନରେ ସୃଷ୍ଟିକୁ ନୂତନ ଶକ୍ତି ପ୍ରଦାନ କରନ୍ତି।
ଯେଉଁମାନେ କଳାକାର କିମ୍ବା ସଙ୍ଗୀତ ପ୍ରେମୀ ସେମାନଙ୍କ ପାଇଁ ଏହି ରାତି ଏକ ବରଦାନ ସଦୃଶ। ଏହି ରାତିରେ ଆପଣ ନିଜ କଳା ମାଧ୍ୟମରେ ମଧ୍ୟ ଶିବଙ୍କୁ ଉପାସନା କରିପାରିବେ। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କେବଳ ଫୁଲ ଚନ୍ଦନ ଦରକାର ନାହିଁ, ଗୋଟିଏ ସୁନ୍ଦର ଭଜନ କିମ୍ବା ଗୋଟିଏ ଆନ୍ତରିକ ଆଖି ଲୁହ ମଧ୍ୟ ଯଥେଷ୍ଟ। ଏବେ ସେହି ଗୁରୁତ୍ୱପୂର୍ଣ୍ଣ କଥା ଯାହା ଆଜିର ପିଢ଼ି ପାଇଁ ଜାଣିବା ବହୁତ ଜରୁରୀ। ଅନେକ ଲୋକ ଭାବନ୍ତି ଶିବରାତ୍ରି ମାନେ କେବଳ ଭାଙ୍ଗ ସେବନ କରି ନିଶାଗ୍ରସ୍ତ ହେବା, କିନ୍ତୁ ଶାସ୍ତ୍ର ଏହାକୁ କଡ଼ା ଭାବେ ବିରୋଧ କରେ। ମହାଦେବ ବିଷପାନ କରିଥିଲେ ସୃଷ୍ଟିକୁ ରକ୍ଷା କରିବା ପାଇଁ, ନିଜର ଆନନ୍ଦ ପାଇଁ ନୁହେଁ। ଭାଙ୍ଗ ବା ନିଶାଦ୍ରବ୍ୟ ଆମର ଚେତନାକୁ ଦୁର୍ବଳ କରିଥାଏ, ଯେତେବେଳେ କି ଶିବରାତ୍ରି ହେଉଛି ପରମ ଚେତନାର ସହ ଯୋଡ଼ି ହେବାର ଦିନ। ତେଣୁ ନିଶାଦ୍ରବ୍ୟ ସେବନ କରି ମହାଦେବଙ୍କ ପବିତ୍ର ପର୍ବକୁ ଅସମ୍ମାନ କରନ୍ତୁ ନାହିଁ, ବରଂ ନିଜର ଖରାପ ଅଭ୍ୟାସକୁ ଏହି ଦିନ ଶିବଙ୍କ ଚରଣରେ ତ୍ୟାଗ କରିବା ପାଇଁ ସଂକଳ୍ପ ନିଅନ୍ତୁ। ଏହା ହିଁ ହେବ ମହାଦେବଙ୍କ ପାଇଁ ସବୁଠାରୁ ବଡ଼ ଉପହାର। ଶିବରାତ୍ରିର ଏହି ଗଭୀର ଆଲୋଚନାକୁ ସମାପ୍ତ କରିବା ପୂର୍ବରୁ ଆସନ୍ତୁ ଆମେ ଆଉ ଥରେ ମନେ ପକାଇବା ସେହି ସବୁ ବିଷୟରେ ଆମେ ଯାହା ଜାଣିଲେ। ଆମେ ଜାଣିଲେ ମହାଦେବଙ୍କ ଜ୍ୟୋତିର୍ଲିଙ୍ଗ ପ୍ରକଟ ହେବାର ରହସ୍ୟ, ଚାରିପ୍ରହର ପୂଜାର ବିଧି, ବର୍ଜିତ ଦ୍ରବ୍ୟ ଏବଂ ସେହି ସ୍ୱତନ୍ତ୍ର ଛୋଟ କାମ ବିଷୟରେ। କିନ୍ତୁ ଏସବୁରୁ ଉର୍ଦ୍ଧ୍ୱରେ ହେଉଛି ଆପଣଙ୍କର ବିଶ୍ୱାସ। ଶିବ ପୁରାଣ କୁହେ, ଯେଉଁଠାରେ ବିଶ୍ୱାସ ଅଛି ସେଠାରେ ହିଁ ଶିବ ଅଛନ୍ତି। ଯଦି ଆପଣ ମନ୍ଦିର ଯାଇପାରୁନାହାନ୍ତି, ତେବେ ନିଜ ହୃଦୟ ମଧ୍ୟରେ ହିଁ ମହାଦେବଙ୍କୁ ଖୋଜନ୍ତୁ। ମଣିଷ ଶରୀରର ହୃଦୟକୁ ହୃଦୟ କୈଳାସ କୁହାଯାଏ। ଯେତେବେଳେ ଆପଣ ଅନ୍ୟର ଦୁଃଖରେ ଦୁଃଖୀ ହୁଅନ୍ତି ଏବଂ ଅସହାୟକୁ ସାହାଯ୍ୟ କରନ୍ତି, ସେତେବେଳେ ଆପଣଙ୍କ ଭିତରେ ଥିବା ଶିବଙ୍କର ଅଂଶ ପ୍ରସନ୍ନ ହୁଅନ୍ତି। ଦର୍ଶକ ବନ୍ଧୁ, ମହାଶିବରାତ୍ରି ହେଉଛି ସେହି ସୁବର୍ଣ୍ଣ ସୁଯୋଗ ଯେଉଁଠାରେ ଆପଣ ନିଜର ପୁରୁଣା ପରିଚୟକୁ ଜାଳି ପାଉଁଶ କରିଦେଇ ଏକ ନୂଆ ଏବଂ ଶକ୍ତିଶାଳୀ ରୂପରେ ଜନ୍ମ ନେଇପାରିବେ। ସେହି ଶିବରାତ୍ରିରେ ନିଜ ପାଇଁ ନୁହେଁ, ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରନ୍ତୁ। ସର୍ବେ ଭବନ୍ତୁ ସୁଖିନଃ। ଏହା ହିଁ ଶିବଙ୍କର ମୂଳ ମନ୍ତ୍ର। ଆମେ ଆଶା କରୁଛୁ ଆଜିର ଏହି ଭିଡ଼ିଓରେ ଦିଆଯାଇଥିବା ତଥ୍ୟ ଏବଂ ଶାସ୍ତ୍ରର ରହସ୍ୟ ଆପଣଙ୍କୁ ଭକ୍ତି ପଥରେ ଆଗେଇ ନେବାର ସାହାଯ୍ୟ କରିବ। ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ମହାଦେବଙ୍କ କୃପାରୁ ଦୂର ହୋଇଯାଉ। ଆପଣଙ୍କର ପରିବାର ହସ ଖୁସିରେ ଭରି ରହୁ। ଏହି ଶିବରାତ୍ରି ଆପଣଙ୍କ ପାଇଁ ଏକ ନୂତନ ଆଲୋକ ନେଇ ଆସୁ। ମନେ ରଖନ୍ତୁ, ଶିବ କେବଳ ଗୋଟିଏ ନାମ ନୁହେଁ, ସେ ହେଉଛନ୍ତି ଶାନ୍ତି, ସେ ହେଉଛନ୍ତି ଶକ୍ତି ଏବଂ ସେ ହିଁ ହେଉଛନ୍ତି ମୁକ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ରହସ୍ୟମୟ ଉପସ୍ଥାପନା ଯଦି ଆପଣଙ୍କୁ ପସନ୍ଦ ଆସିଛି, ତେବେ ଭିଡ଼ିଓଟିକୁ ଲାଇକ୍ କରି ତଳେ ଦିଆଯାଇଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବାରୁ ଜମାରୁ ଭୁଲନ୍ତୁ ନାହିଁ। ଶେଷରେ ମହାଦେବଙ୍କ ଚରଣରେ କୋଟି କୋଟି ପ୍ରଣାମ ଜଣାଇ ଆସନ୍ତୁ ସମସ୍ତେ ଏକାଠି ହୋଇ କହିବା, ଓମ୍ ନମଃ ଶିବାୟ, ହର ହର ମହାଦେବ।